ମୁଁ ମମତା ନାୟକ, ଶିବସେନା ମହିଳା ମୋର୍ଚ୍ଚାର ପ୍ରେସିଡେଣ୍ଟ ଗଞ୍ଜାମ ଜିଲ୍ଲା। ଆଜିର ଆଜି 19/2/2026 ଆମର ଗିରି ଦୁର୍ଗା ମନ୍ଦିରରେ ବୈଠକ ହୋଇଥିଲା। এই বৈঠকରେ ଆମର ବନ୍ଧୁ ମିଳନ ଥିଲା। ଯେହେତୁ ବର୍ତ୍ତମାନ 2019 ପରଠାରୁ ଶିବସେନାର ସ୍ଥିତି ଧୀରେ ଧୀରେ ଓଡ଼ିଶାରେ ଯୋଉ ଆଗେଇ ଥିଲା ସେଟା ଧୀରେ ଧୀରେ ବନ୍ଦ ହେବା ଯୋଗୁଁ ଆମର ବର୍ତ୍ତମାନ ପ୍ରିୟବ୍ରତ ଭାଇ ଆମ ସମସ୍ତଙ୍କୁ ଡାକି ଏଠି ବନ୍ଧୁ ମିଳନ କଲେ। ସବୁ ଡିଷ୍ଟ୍ରିକ୍ଟରୁ ସମସ୍ତେ ସବୁ ପ୍ରେସିଡେଣ୍ଟ ମାନେ ଆସିଥିଲେ, ମହିଳା ମୋର୍ଚ୍ଚାର ଆସିଥିଲେ ଏବଂ ଶିବସେନାର ଆସିଥିଲେ, ଭବାନୀ ସେନାର ଆସିଥିଲେ। ସମସ୍ତେ ସମସ୍ତଙ୍କ ସହିତ ପରିଚୟ ହେଲୁ ଏବଂ ସମସ୍ତେ ବହୁତ ଖୁସିରେ ଆଜି କେମିତି ଶିବସେନା ଆଗକୁ ଯିବ ଆଉ ଆମର ଯୋଉ ହିନ୍ଦୁ ମାନଙ୍କୁ ସେମାନେ ମାନେ ଅଲଗା ଜାତି କି ନେଇ ଯାଉଛନ୍ତି, ଆମେ ଆମର ହିନ୍ଦୁତ୍ୱ ବଞ୍ଚେଇବା ଏବଂ ସନାତନ ଧର୍ମ କେମିତି ବଞ୍ଚି ରହିବ ସେଥିପ୍ରତି ଆଗେ ଧ୍ୟାନ ଦିଆଗଲା ଏବଂ ଆମର ଯୋଉ ପ୍ରିୟବ୍ରତ ଭାଇ ସମସ୍ତଙ୍କୁ ଏକାଠି କରି ଏ ସବୁ ବନ୍ଧୁ ମିଳନ କରିଥିଲେ। ମୋ ନାଁ ନିରଞ୍ଜନ ସେନାପତି, ମୁଁ ଜଣେ ଶିବସେନା ଦଳର ଜଣେ ସଦସ୍ୟ। ଆଉ ଆଜି ଛତ୍ରପତି ଶିବାଜୀଙ୍କର ଜନ୍ମଦିନ ଅବସରରେ ଆଜି ଭୁବନେଶ୍ୱର ଠାରେ ଆମର ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା ଏବଂ ସେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାରା ଓଡ଼ିଶାରୁ ସମସ୍ତ ଜିଲ୍ଲାରୁ ପ୍ରେସିଡେଣ୍ଟ ବା ସଭାପତି ମାନେ ଏଠାରେ ଉପସ୍ଥିତ ଥିଲେ ଏବଂ ଆମର ଯୋଉ ଶିବସେନା ଦଳ ଅଛି ସେ ଗୋଟେ ସକ୍ରିୟ ରାଜନୈତିକ ଦଳ ଏବଂ ସେ ଦଳ ଆଗାମୀ ଦିନରେ ଓଡ଼ିଶାରେ ବାଜିମାତ କରିବ ଏବଂ ଓଡ଼ିଶାରେ ପ୍ରତି ଗରିବଙ୍କ ଦୁଃଖ ବୁଝିବ, ଗ୍ରାମରୁ ସହର, ଯୁବକ ଠାରୁ ଛାତ୍ର ପର୍ଯ୍ୟନ୍ତ ଏବଂ ଯେକୌଣସି ବିକାଶ ସାଧାରଣ ଲୋକଙ୍କର ସମସ୍ୟା ବୁଝିବାରେ ସହାୟକ ହେବ ଏବଂ ବିଶେଷ କରି ହିନ୍ଦୁ ସମାଜ ରକ୍ଷା କରିବା ପାଇଁ ଶିବସେନା ଦଳ ସବୁବେଳେ ଆଗରେ ସକ୍ରିୟ ଅଛି। ଯାହା ହଉ ଆଜି ଏତିକି କହିବି, ଆମର ଭୁବନେଶ୍ୱରରେ ଯିଏ ସଭାପତି ଅଛନ୍ତି ଆମର ପ୍ରିୟବ୍ରତ ମହାପାତ୍ର, ତାଙ୍କ ଅଧ୍ୟକ୍ଷତାରେ ଆଜି ଗୋଟେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଏଠାରେ ଯିଏ ଅଛନ୍ତି ଆମର ଓଡ଼ିଶାର ସଭାପତି ରୁଦ୍ରନାରାୟଣ ବାବୁ ବା ଜିତୁ ବାବୁ, ସିଏ ମଧ୍ୟ ମତେ ଗୋଟେ ମୁଖ୍ୟ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦଉଛି ଏବଂ ଏତିକି କହୁଛି ଶିବସେନା ଆଗକୁ ନିଶ୍ଚୟ ଯିବ। ଜୟ ଶିବସେନା। ଆଜି ଆଲୋଚନା କରାଗଲା ଏହା କି ସମସ୍ତ ଜିଲ୍ଲାର ସଭାପତି ମାନଙ୍କୁ ଡକାଗଲା ଏବଂ ସେଠାରେ ସମସ୍ତଙ୍କର ମତ ନିଆଗଲା ଏବଂ ଆଗାମୀ ଦିନରେ କେମିତି ଶିବସେନା ଦଳ ଆଗକୁ କାମ କରିବ ସେ ପ୍ରତି ସମସ୍ତଙ୍କ ଦାୟିତ୍ୱ ଦିଆଗଲା ଏବଂ ଆଗାମୀ ଦିନରେ ଏହା ନିଶ୍ଚୟ ବହୁତ ଭଲରେ କାମ କରିବ। ମୁଁ ନିବେଦନ ସାହୁ, ଓଡ଼ିଶା ଷ୍ଟେଟ୍ ୟୁଥ୍ ପ୍ରେସିଡେଣ୍ଟ। ଆମର ଆଜି ଯେଉଁ ବୈଠକ ହେଲା ସବୁ ଜିଲ୍ଲାର ସଭାପତି ମାନଙ୍କୁ ଡାକିକି ଆମର କେମିତି ଆଗକୁ କାରୁକାର୍ଯ୍ୟ ହବ ଶିବସେନା ପକ୍ଷରୁ ସେଇଟା ଆମେ ଆଜି ଆଲୋଚନା କଲୁ। ଆମର ସମସ୍ତଙ୍କ ଦାୟିତ୍ୱ ଦିଆଗଲା, ଯେହେତୁ ସମସ୍ତଙ୍କ ଦାୟିତ୍ୱ ନେଇକି ଆଗକୁ କେମିତି ହିନ୍ଦୁ ପରିବାରକୁ ଆଉ ହିନ୍ଦୁତ୍ୱକୁ ଆଗକୁ କେମିତି ବଢ଼ା ହବ ସେଇଥିପାଇଁକା ଆଜି ସମସ୍ତଙ୍କ ଦାୟିତ୍ୱ ଦିଆଯାଇଛି। ଆମେ ପ୍ରଥମେ ଫୋକସ କରିବୁ ହିନ୍ଦୁତ୍ୱ ପାଇଁକା। ହିନ୍ଦୁତ୍ୱ ଯୋଉ ଭାବରେ ଆଜିକା ସମୟରେ ହେଇ ପଡ଼ିଛନ୍ତି ତ ତାକୁ ନେଇକି ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ ହିନ୍ଦୁତ୍ୱକୁ ନେଇକି।